ଦଣ୍ଡାଗୁଟୁ ବାସୀଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ। ଖଣି ଖାଦାନ ଭରା ରତ୍ନଗର୍ଭା ମାଟି, ଯେଉଁଠି ମାଟି ଖୋଳିଲେ ବାହାରେ ଅସରନ୍ତି ସମ୍ପଦ। ଯେଉଁ ସମ୍ପଦ ନେଇ ଆଜି ଓଡ଼ିଶା ରାଜ୍ୟ ଗର୍ବ କରିବା ସହିତ ଆର୍ଥିକ ସ୍ତରରେ ସୁଦୃଢ଼ ରହିଛି। ବଣ ପାହାଡ଼ର ସୁନ୍ଦର ପରିବେଶରେ ଭରି ରହିଥିବା ଖଣିଜ ସମ୍ପଦ ଦୈନିକ ପରିବହନ କରି ହଜାର ହଜାର କୋଟିର ଅର୍ଥ ସଂଗ୍ରହ କରିଚାଲିଛି। ଯେଉଁ ଖଣି ଖାଦାନର ଦୈନିକ ମାଲ ପଥର ଯାଇ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାରେ ସହାୟ ହେଉଛି, ଥରେ ସେହି ଖଣି ଖାଦାନ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସମସ୍ୟା ଉପରେ ଦୃଷ୍ଟି ଦେବା ଆବଶ୍ୟକ। ଏ ଅଞ୍ଚଳରେ ଏମିତି ବି ଗାଁ ରହିଛି, ଯେଉଁ ଗାଁକୁ ଭଲ ରାସ୍ତାଟିଏ ନାହିଁ କି ପାନୀୟ ଜଳର ସୁବିଧା ନାହିଁ, ଯାହା ପାଇଁକି ସେହି ଗ୍ରାମର ଲୋକମାନେ ଭୋଗୁଛନ୍ତି ନାହିଁ ନଥିବା ଦୁର୍ଦ୍ଦଶା। ସେମିତି ଏକ ଗ୍ରାମ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଅସେଇଁକଳା ଗ୍ରାମ ପଞ୍ଚାୟତର ପୁଟୁଗାଁ ଦଣ୍ଡାଗୁଟୁ ସାହି। ଏହି ଦଣ୍ଡାଗୁଟୁ ବାସୀଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ ପାଲଟି ଯାଇଛି। ପୁଟୁଗାଁ ଗ୍ରାମର ଦଣ୍ଡାଗୁଟୁ ସାହିରେ ରହନ୍ତି 30 ପରିବାର। ଆଦିବାସୀ ସମ୍ପ୍ରଦାୟର ଏହି ଦଣ୍ଡାଗୁଟୁ ସାହିକୁ ପ୍ରଶାସନ ଅଣଦେଖା କରି ଏକ ଅନ୍ଧକାର ମଧ୍ୟରେ କାଳାତିପାତ କରିବା ପାଇଁ ବାଧ୍ୟ କରୁଛନ୍ତି। ଜଙ୍ଗଲ ନିକଟରେ ରହିଥିବା ଏହି ଆଦିବାସୀ ସମ୍ପ୍ରଦାୟର ଛୋଟ ଗାଁରେ ଜଙ୍ଗଲୀ ହାତୀମାନଙ୍କ ଦୌରାତ୍ମ୍ୟ ଦେଖା ଦେଇଥାଏ। କେଉଁ ମୁହୂର୍ତ୍ତରେ ଯେ କେତେବେଳେ ଜଙ୍ଗଲୀ ହାତୀ ଆସି ଉପଦ୍ରବ ଘଟାଇ ଚାଲିବ, ତାହା ଜାଣିବା ମୁସ୍କିଲ ହୋଇପଡ଼େ। ବିଜୁଳି ନଥିବା ଯୋଗୁଁ ପିଲାମାନଙ୍କ ପାଠପଢ଼ାରେ ମଧ୍ୟ ଅନେକ ବାଧା ସୃଷ୍ଟି ହେଉଛି। ଗାଁଟିଏ ଥାଇ ବିଜୁଳି ସଂଯୋଗ ନ ହେବା, ପୁଣି ହାତୀପ୍ରବଣ ଅଞ୍ଚଳରେ ଏହା ଏକ ଅତି ନିନ୍ଦନୀୟ ବିଷୟ। ଅନ୍ୟ ଅସୁବିଧା ବିଷୟରେ ନ କହିବା ଭଲ। ମୋବାଇଲଟିଏ ଚାର୍ଜ କରିବା ପାଇଁ ଅନ୍ୟ ଗ୍ରାମ ଉପରେ ଭରସା କରୁଥିବା ବେଳେ ହାତୀ ଘଉଡ଼ାଇବା ପାଇଁ ଯେଉଁ ଟର୍ଚ୍ଚ ଲାଇଟ୍ ବ୍ୟବହାର କରୁଛନ୍ତି, ତାହା ମଧ୍ୟ ଅନ୍ୟ ଗ୍ରାମରେ ଚାର୍ଜ କରିବା ପାଇଁ ନିର୍ଭର କରିଥାନ୍ତି। मोर ना होची किरसन मुंडा और गाँटा होची पुटुगा दंडागुटू साई। असुविधा कौन रही मौसा कहत आमर असुविधा रही गाँव रे लाइन नहीं अंधार जगह जंगल धारे जगहटा जा मोबाइल चार्ज करके दूरिया जगह जाऊँ और स्कूलटा आमर बंद हो छुआ मान पाठ पढ़वार लाइन भी नहीं से पाखे और राति से ट्यूशन करके गले भी आमर से किसी सुविधा नहीं। हाथी भी जुरे आसचन जुरे बहुत आसन डेली आसचन आमर गाँव रे। ଗାଁ ଗାଁରେ ବିଜୁଳି ସଂଯୋଗର ପ୍ରତିଶ୍ରୁତି ଦେଇଥିଲେ ସରକାର। ଏମିତି କୌଣସି ଗ୍ରାମ ପାନୀୟ ଜଳ ଆଉ ବିଜୁଳିରୁ ବଞ୍ଚିତ ନ ରହିବ, କିନ୍ତୁ ସରକାରଙ୍କ ପ୍ରତିଶ୍ରୁତି କେତେ ଦୂର ସତ, ତାହା ଆଜି ଯୋଡ଼ା ବ୍ଲକ ଅସେଇଁକଳା ଗ୍ରାମ ପଞ୍ଚାୟତର ପୁଟୁଗାଁ ଦଣ୍ଡାଗୁଟୁ ସାହିରେ ସ୍ପଷ୍ଟ ଜଣାପଡ଼ୁଛି। ଯେଉଁ ଗାଁକୁ ବିଜୁଳିଟିଏ ସଂଯୋଗ ହୋଇପାରି ନାହିଁ, ସେହି ଗ୍ରାମରେ ଅନ୍ୟାନ୍ୟ ସୁବିଧା ବିଷୟରେ ଆଲୋଚନା କରିବା ଦରକାର ପଡ଼ିବ ନାହିଁ। ବୋଧେ ପୁଟୁଗାଁର ଏହି ଦଣ୍ଡାଗୁଟୁ ସାହିରେ କାହା ଅଭିଶାପ ପଡ଼ିଯାଇଛି। ଅନ୍ଧକାର ମଧ୍ୟରେ ଜୀବନ କାଟିବା ପାଇଁ ଏହା ଆଦିବାସୀ ଗାଁଟି ବୋଧେ ସୃଷ୍ଟି ହୋଇଛି। ଏହି ଖଣି ଖାଦାନ ମାଟିରୁ ଏବେ ଜଣେ ମୁଖ୍ୟମନ୍ତ୍ରୀ ହୋଇଥିବା ଯୋଗୁଁ ଦଣ୍ଡାଗୁଟୁବାସୀ ଆଶା ରଖିଛନ୍ତି ଯେ ଗାଁକୁ ବିଜୁଳି ଆଲୁଅର ସ୍ୱପ୍ନ ପୂରଣ ହେବ। ହେଲେ ଆଗକୁ ଜଣାପଡ଼ିବ ଦଣ୍ଡାଗୁଟୁ ସାହିର ସ୍ୱପ୍ନ ପୂରଣ ହେବ ନା ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ। କେନ୍ଦୁଝର ଯୋଡ଼ାରୁ ହରେକୃଷ୍ଣ ବେହେରାଙ୍କ ରିପୋର୍ଟ, এবি ନ୍ୟୁଜ୍।